ଜାଣିଛନ୍ତି ଆଗରୁ ମୁଁ ଏଇଠି ଥିଲି। ତେଣୁ ଭଦ୍ରକର ମେନ୍ ଏଇଟା ହେଲା ସମ୍ବେଦନଶୀଳ ଜାଗା, ସହର ଏବଂ ଜିଲ୍ଲା ହିସାବରେ ଯାଉଛି। ଏଇଟା ଭଦ୍ରକ ମାନେ ଆମର ଦେଶର କମ୍ୟୁନାଲ ମ୍ୟାପ୍ରେ ଗୋଟେ ପ୍ଲେସ୍ ଅଛି ଭଦ୍ରକର, କିନ୍ତୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବର୍ତ୍ତମାନ ବି ବଜାୟ ରହିଛି। ତେଣୁ ଭଦ୍ରକବାସୀ ସମସ୍ତେ ଶିକ୍ଷିତ, ସମସ୍ତେ ଜାଗ୍ରତ। ତେଣୁ ମୁଁ ଆଶା କରିବି ଭଦ୍ରକବାସୀଙ୍କ ଠାରୁ ଆଶୀର୍ବାଦ ଏବଂ ସହଯୋଗ କାମନା କରିବି, କିପରି ଏଇ ଭଳିଆ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବ, ଭବିଷ୍ୟତରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଏଠି ବସବାସ କରିପାରିବେ। ସେଇଟାକୁ ବେଶୀ ମୋର ରହିବ ପ୍ରାୟୋରିଟି। ରେଷ୍ଟ ରହିଲା ଆପଣ କ୍ରାଇମ୍ କ୍ରିମିନାଲ ଉପରେ। ଏଠି ଗୋଟେ କୋଇଲା ଇସ୍ୟୁ ଅଛି, ତାପରେ ଆପଣଙ୍କର କିଛି ଡ୍ରଗ୍ସ କିଛି ପରିମାଣ ବଢ଼ିଛି। ଏଇସବୁ ଜିନିଷ ଦେଖିକି ତା ଅନ୍ୟ ଯାହା ରହିଲା ଆମର ପୁଲିସ କୋର୍ ପୁଲିସ ୱାର୍କ ଯେଉଁଟା ରହିଲା ତାକୁ ଆମେ ଫୋକସ୍ କରିବା। ତେଣୁ ଦେଖିବା ଯେମିତି ଗୋଟେ କ୍ରାଇମ୍ ଫ୍ରି ସୋସାଇଟି ଆମେ ତିଆରି କରିପାରିବା ସମସ୍ତଙ୍କର। ସେଇଥିପାଇଁ ମୁଁ ଆପଣମାନଙ୍କ ଜରିଆରେ ସମସ୍ତ ପବ୍ଲିକ୍ କହୁଛି, ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ। ତେଣୁ ଆମେ ସବୁ ମିଶିକି ପୁଲିସ ପବ୍ଲିକ୍ ମାନେ କୋ ରିଲେସନରେ ଆମେ ଏଠି କେମିତି କ'ଣ ଭଦ୍ରକରେ ଶାନ୍ତିପୂର୍ଣ୍ଣ ବାତାବରଣ ଆସିବ ସେ ବିଷୟରେ ଆମେ ଚେଷ୍ଟା କରୁ। ପୂର୍ବରୁ ଆପଣ ଯେଉଁ ଥିଲେ ଭଦ୍ରକରେ, ସେଟା ତ ନିଶ୍ଚୟ ରହିବ। ସେଟା ପୁଲିସର କାମ କ୍ରାଇମ୍ କ୍ରିମିନାଲକୁ ହଟେଇବା। ତେଣୁ ଯେଉଁ କାମ ରହିଛି କୋର୍ ପୁଲିସ ୱାର୍କ, ସେଇଟା ମୁଁ କହୁଛି କୋର୍ ପୁଲିସ ୱାର୍କ ସେଇଟା ହେବ, ସେଇଟା ହିଁ କଣ୍ଟିନ୍ୟୁ କରିବ ଯାହା ଥିଲା। ତେଣୁ ସେମିତି କେହି ଗୋଟେ ବେଆଇନ କାମ କରିକି ପଳେଇବ ସେମିତି ନୁହେଁ। ତେଣୁ ଆଇନ ପରିସର ଭିତରେ ଯାହା କରିବା କଥା ଆମେ କରିବୁ। ଯେଉଁମାନେ ବେଆଇନ କାମ କରିବେ, ଟ୍ରାଫିକ୍ ସମସ୍ୟା ଭଦ୍ରକ ରହିବ କାହିଁକି, ରାସ୍ତା ସେଭଳି ଚଉଡ଼ା ହେଇନାହିଁ। ଲୋକଙ୍କର ଯଦିଓ ଏଭିକ୍ସନ୍ ହେଇଛି ଠିକ୍ ଭାବରେ, ଆମର ଇଞ୍ଜିନିୟରିଂ ରୋଡ଼ ଇଞ୍ଜିନିୟରିଂ ୱାର୍କ ଠିକ୍ ନାହିଁ। ତେଣୁ ଟ୍ରାଫିକ୍ ସମସ୍ୟା ରହୁଛି, ଲୋକ ସଂଖ୍ୟା ବଢ଼ୁଛି, ଗାଡ଼ି ସଂଖ୍ୟା ବଢ଼ୁଛି, ଟ୍ରାଫିକ୍ ସମସ୍ୟା ରହିଲା ଭିତରେ ଆମେ ମେନଲି ବାଇପାସ୍ଟାକୁ ମୁଁ ଫୋକସ୍ କରୁଛି। ବାଇପାସ୍ରେ ଯେଉଁ ଟ୍ରାଫିକ୍ ସିଗ୍ନାଲ ଲାଗିଛି, ସିଗ୍ନାଲଟା କେମିତି ଠିକ୍ ଭାବରେ ମୁଁ ପ୍ରାୟ ଦେଖୁଛି ଲୋକ ତା ବିଷୟରେ ସେନ୍ସିଟାଇଜ୍ ହେଇନାହାନ୍ତି। ଟ୍ରାଫିକ୍ ସିଗ୍ନାଲ ଥିଲେ ବି ପଳେଇ ଯାଉଛନ୍ତି। ତେଣୁ ଏଗୁଡ଼ାକୁ ଦେଖିବା। ତା ସହିତ ଯେଉଁଟା ରହିଲା ମେନ୍ କଚେରୀ ବଜାର ଯେଉଁଟା, ସେଇଟା ଅଲରେଡ଼ି ତ ଏଭିକ୍ସନ୍ ହେଇଛି, କାହିଁକି ସେଠି ପୁଣି ଭିଡ଼ ହେଉଛି ସେ ବିଷୟରେ ଷ୍ଟଡି କରିକି ନିଶ୍ଚୟ ମୁଁ 2-3 ଦିନ ଭିତରେ ତାର କେମିତି ଆକ୍ସନ୍ ନେବ। ଜିଲ୍ଲା ତମାମ ବର୍ତ୍ତମାନ ଦେଖାଯାଇଛି ମଦ ବେପାର ବଢ଼ିବାରେ ଲାଗିଛି। ପ୍ରତ୍ୟେକ ପଞ୍ଚାୟତ କୁହନ୍ତୁ, ଟାଉନ ପ୍ରତ୍ୟେକ ଜାଗାରେ ମଦ ବେପାର, ଚୋରା ମଦ ବେପାର ଦେଖାଯାଇଛି। ତା ପ୍ରତି ପୋଲିସ ମୂଳରୁ କହିଛି କୋର୍ ପୋଲିସିଂ ଯେଉଁଟା ଏନଫୋର୍ସମେଣ୍ଟ ଆକ୍ଟିଭିଟିରେ ଯାଉଛି, ସେଟା ଏନଫୋର୍ସମେଣ୍ଟ ଆକ୍ଟିଭିଟି ରହିବ ଯେମିତି କରିବା କଥା ଆମେ କରିବୁ। ମଦର ମେଜର କାମ ରହୁଛି ଏକ୍ସାଇଜ ବାଲାଙ୍କର, କିନ୍ତୁ ପୋଲିସ କି ସମସ୍ତେ ଆଶା କରୁଛନ୍ତି ପୋଲିସ ସେଇଟା କରୁ। ପୋଲିସ କରିବ ସେ କାମ, କିଛି ଅସୁବିଧା ନାହିଁ, ପୋଲିସ କରିବ। ରୋକ ନିଶ୍ଚୟ ଲାଗିବ। ଆମେ ଏତିକି ତ ଏସ୍ୟୁର କରିପାରିବୁ ଯେ ଭଦ୍ରକ ସହର ଭିତରୁ କିଛି ବେଆଇନ ଗୋରୁ ଚାଲାଣ ନ ହଉ। ରାସ୍ତାରେ କ'ଣ ହେଉଛି ଆମେ ଟ୍ରାଏ କରିବା ତାକୁ ବିଭିନ୍ନ ପ୍ରକାର ୱେରେ ତାକୁ ବନ୍ଦ କରିବା ପାଇଁ, ନିଶ୍ଚୟ କରିବୁ ସେଟା। କିନ୍ତୁ ମେନ୍ ଆମେ ଦେଖିବୁ ଏଇ ଜିଲ୍ଲାରୁ ଯେଉଁ ଗୋରୁ ଚାଲାଣ ହେଉଛି ସେଇଟା ବନ୍ଦ କେମିତି ହେବ ସେଟା ନିଶ୍ଚୟ ଦେଖିବୁ। ସାର୍, ଗୋଟେ ବଡ଼ ଫ୍ୟାକ୍ଟର ହେଉଛି କୋଇଲାର ଯେଉଁ ବେପାର ଚାଲୁଛି, ବେପାରରେ ଆମେ ଦେଖିଥିଲୁ ଯେତିକି କ୍ରିମିନାଲ ଇନଭଲ୍ଭ ସେତିକି ପୋଲିସ ମଧ୍ୟ ଇନଭଲ୍ଭ। ଗ୍ରାମାଞ୍ଚଳ ସ୍ତରରେ ପୋଲିସ ଇନଭଲ୍ଭ। ସେଇ ପୋଲିସ ମାନଙ୍କ ଉପରେ କିଛି ଆକଟ ହବ କି? ଆମେ ଦେଖିଥିଲୁ କିଛି ନିର୍ଦ୍ଦିଷ୍ଟ ଥାନା ମାନଙ୍କରେ ଆଇଆଇସି ମାନେ ହିଁ ତାଙ୍କର ହେଉଛି ମୁଖ୍ୟ ପୁରୁଧା। ସେଟା ତ ମୁଁ ବର୍ତ୍ତମାନ କିଛି ତା ଉପରେ ଟିପ୍ପଣୀ ଦେଇପାରିବିନି, କିନ୍ତୁ ଯଦି ଆପଣ କହୁଛନ୍ତି ଇଟ୍ ୱିଲ୍ ବି ଏନକ୍ୱାର୍ଡ ଇନଟୁ, ଦେଖିବା ଯଦି ସେମିତି କିଛି ହେଇଥାଏ ନିଶ୍ଚୟ ଆକ୍ସନ୍ ନିଆଯିବ।